ବାଲେଶ୍ୱର ସ୍ଥିତ ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଏହି ଘଟଣାରେ ନୂଆ ଫର୍ଦ୍ଦ ଯୋଡ଼ିଛନ୍ତି ମା ସାଂଘାତିକ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ସିସିଟିଭିରେ ଆମେ ଦେଖିଲୁ ନିଆଁ ଜଳୁଛି, ଛୁଆ ମୋର ଦୌଡ଼ି ଦୌଡ଼ି ଆସୁଛି, ହେଲେ ତାକୁ କିଏ ନିଆଁ ଲଗାଇଛି? ଆମେ ଭାବୁଛୁ ତାକୁ ନିଆଁ ଲଗାଇ ଦେଇଛନ୍ତି। ପ୍ରିନ୍ସିପାଲ ଏଚଓଡି ମିଶି ପେଟ୍ରୋଲ ଢାଳି ନିଆଁ ଲଗାଇ ମାରିବା ପାଇଁ ଚେଷ୍ଟା କରୁଛନ୍ତି। ତେଣୁ ଆମେ ଚାହୁଁଛୁ ସେମାନଙ୍କୁ ଫାଶୀ ଦଣ୍ଡ ମିଳିବା ଦରକାର। ମୋ ଝିଅକୁ ଫେଭର ମାଗିବା କଥା ବହୁ ବିଳମ୍ବରୁ ଆମେ ଜାଣିଲୁ, ତେଣୁ ମୋ ଝିଅକୁ ନ୍ୟାୟ ମିଳିବା ଦରକାର ବୋଲି ଏପଟେ ମା କହିଛନ୍ତି। ଦେଶରେ 44 ଲକ୍ଷ ସରକାରୀ କର୍ମଚାରୀ ଏବଂ 68 ଲକ୍ଷ ପେନସନ ଭୋଗୀ ଅଷ୍ଟମ ବେତନ କମିଶନ ଲାଗୁ ହେବା ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ବର୍ଷ ପ୍ରାରମ୍ଭରେ କେନ୍ଦ୍ର କ୍ୟାବିନେଟ ଅଷ୍ଟମ ବେତନ କମିଶନ ଗଠନକୁ ଅନୁମୋଦନ କରିଥିଲେ, ଯାହାଦ୍ୱାରା କେନ୍ଦ୍ରୀୟ କର୍ମଚାରୀ ଦରମା ଏବଂ ପେନସନ ସଂଶୋଧନ କରାଯାଇପାରିବ। ତଥାପି ଅଷ୍ଟମ ବେତନ କମିଶନ ଗଠନ ସତ୍ତ୍ୱେ କେନ୍ଦ୍ରୀୟ କର୍ମଚାରୀଙ୍କୁ ଏହାର ସରକାରୀ ଘୋଷଣା ଆହୁରି ଟିକେ ଅପେକ୍ଷା କରିବାକୁ ମଧ୍ୟ ପଡ଼ିବ। ତେବେ କୁହାଯାଉଛି ଯେ 2025 ସୁଦ୍ଧା ସରକାରକୁ ପଠାଯିବ ବୋଲି ଆଶା କରାଯାଉଛି। ଖବର ଅନୁଯାୟୀ ଜାନୁଆରୀ 2026ରୁ ଲାଗୁ ହୋଇଯିବ ଅଷ୍ଟମ ବେତନ କମିଶନ, ଯାହାଦ୍ୱାରା କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା 30ରୁ 34% ମଧ୍ୟ ବୃଦ୍ଧି ପାଇପାରେ, ଯାହାଫଳରେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି କେନ୍ଦ୍ରୀୟ କର୍ମଚାରୀ। ଦେଶର କୋଟି କୋଟି ସାଧାରଣ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଏକ ବଡ଼ ଖବର ଆସୁଛି। ତେବେ ଏହି ମାସରେ 16 ତାରିଖରେ ଆପଣ ଏଟିଏମ୍ରୁ ଟଙ୍କା ଉଠାଇ ପାରିବେ ନାହିଁ। ୟୁପିଆଇ ମାଧ୍ୟମରେ କୌଣସି କାରବାର ମଧ୍ୟ କରିପାରିବେ ନାହିଁ। କେବଳ ଏତିକି ନୁହେଁ, 16 ଜୁଲାଇରେ ଆପଣ ଆଇଏମ୍ପିଏସ୍, ଏନ୍ଇଏଫ୍ଟି ଏବଂ ଆର୍ଟିଜିଏସ୍ ମାଧ୍ୟମରେ ଅନଲାଇନ୍ ଟଙ୍କା ଟ୍ରାନ୍ସଫର ମଧ୍ୟ କରିପାରିବେ ନାହିଁ। ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଏସ୍ବିଆଇ ନିଜ ଗ୍ରାହକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଜାରି କରିଛି। ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ 14 ଜୁଲାଇ ସୋମବାର ଦିନ ତାର ସରକାରୀ ଏକ୍ସ ଆକାଉଣ୍ଟରେ କହିଛି ଯେ 16 ଜୁଲାଇ ବୁଧବାର ଦିନ ଆପଣମାନେ ଗୋଟିଏ ଘଣ୍ଟା ପର୍ଯ୍ୟନ୍ତ ଟୋଟାଲ ଟ୍ରାଞ୍ଜାକ୍ସନ କରିପାରିବେ ନାହିଁ। ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ସ୍ୱର୍ଗତ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱାରା 2003 ମସିହାରେ ପ୍ରତିଷ୍ଠିତ ହୋଇଥିଲା ଏମ୍ସ। ତେବେ ଏମ୍ସ ଭୁବନେଶ୍ୱର ଏବେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଜନସାଧାରଣଙ୍କ ବିଶ୍ୱାସ ଜିତିବାରେ ମଧ୍ୟ ସକ୍ଷମ ହୋଇଛି। ଏନେକି ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ପ୍ରକାଶ କରିଛନ୍ତି। ତେବେ ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର 5ମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଉ ଏ ସହିତ ମଧ୍ୟ ପୀଡ଼ିତାଙ୍କ ସହିତ ମଧ୍ୟ ଭେଟିଥିଲେ। ଏଫ୍ଏମ୍ କଲେଜରେ ଯେଉଁ ସବୁ ଘଟଣା ଘଟିଥିଲା ସେ ନେଇକି ଅତ୍ୟନ୍ତ ନିନ୍ଦିତ ବୋଲି କହିଥିଲେ। ତା ସହିତ ମଧ୍ୟ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ସ୍ୱାସ୍ଥ୍ୟ ସେବା, ରୋଗୀ ସେବା ଏବଂ ଚିକିତ୍ସା କ୍ଷେତ୍ରରେ ପ୍ରତିଷ୍ଠାନ ଉଲ୍ଲେଖନୀୟ ଅବଦାନକୁ ପ୍ରଶଂସା ମଧ୍ୟ କରିଥିଲେ। ଓଡ଼ିଶାରେ ବିଶ୍ୱସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ ହେବା ଆମ ପାଇଁ ଗର୍ବ ଏବଂ ଗୌରବର ବିଷୟ। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏ ନେଇକି ଆଜି କହିଛନ୍ତି। ଅଗଷ୍ଟ ମାସ 10 ତାରିଖ ଦିନ ବିଶ୍ୱସ୍ତରୀୟ ପ୍ରତିଯୋଗିତାର ଆୟୋଜନ କରାଯିବ। ତେବେ ଆଜି କଳିଙ୍ଗ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏହି ପ୍ରତିଯୋଗିତା ସମ୍ବନ୍ଧୀୟ ସବିଶେଷ ବିବରଣୀ ମଧ୍ୟ ପ୍ରଦାନ କରିଛନ୍ତି। କେନ୍ଦ୍ରୀୟ ବିଦ୍ୟାଳୟ ଗୁଡ଼ିକ କେବଳ ଛାତ୍ରଛାତ୍ରୀଙ୍କର ଜ୍ଞାନର ବିକାଶ ଉପରେ ଗୁରୁତ୍ୱ ହେବ ନାହିଁ, ବରଂ 21ଶ ଶତାବ୍ଦୀର ପ୍ରମୁଖ ଦକ୍ଷତା ସହିତ ଭବିଷ୍ୟତର ସର୍ବୋତ୍ତମ ବ୍ୟକ୍ତି ସୃଷ୍ଟି କରିବା ଦିଗରେ ସହାୟକ ହେବ। ତେବେ ଗତକାଲି ଖୋର୍ଦ୍ଧା ସ୍ଥିତ ଆଇଟିବି କ୍ୟାମ୍ପସରେ ସ୍ଥାୟୀ କେନ୍ଦ୍ରୀୟ ବିଦ୍ୟାଳୟ କ୍ୟାମ୍ପସ ସ୍ଥାପନ ପାଇଁ ଭୂମି ପୂଜନ ହୋଇଥିଲା। ଆଉ କ୍ୟାମ୍ପସର ଲୋକାର୍ପଣ ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତେବେ କହିଛନ୍ତି ଯେ ପିଲାଙ୍କର ଭବିଷ୍ୟତ ଏଥିରେ ଗଢ଼ିବ। 30 କୋଟି ଟଙ୍କା ଖର୍ଚ୍ଚରେ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ସ୍ଥାୟୀ କ୍ୟାମ୍ପସ ନିର୍ମାଣ କରାଯିବ। ସ୍ୱଳ୍ପ ଦିନ ମଧ୍ୟରେ ଅସ୍ଥାୟୀ କ୍ୟାମ୍ପସର ଛାତ୍ରଛାତ୍ରୀ ନାମ ଲେଖା ମଧ୍ୟ ଆରମ୍ଭ ହେବ। ପ୍ରଥମ ଶ୍ରେଣୀରୁ 5ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ମଧ୍ୟ ପଢ଼ାଯିବ। ଏହି ଶିକ୍ଷାନୁଷ୍ଠାନ ଦ୍ୱାରା ଆଇଟିବିପି କଲୋନୀରେ ରହୁଥିବା ଛାତ୍ରଛାତ୍ରୀ ପାଖାପାଖି ଅଞ୍ଚଳରେ ଗରିବ ପିଲାମାନେ ମଧ୍ୟ ଉପକୃତ ହେବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ପୁଣି ଜୀବନ ନେଇଛି ଆମ ବସ୍। ରାସ୍ତାରେ ବାଇକ୍ ନେଇକି ଯାଉଥିବା ବେଳେ ପଛପଟୁ ପିଟି ଦେଲା ଆମ ବସ୍। ତେବେ ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଗଲା। ଏଭଳି ଘଟଣା ଘଟିଛି ଗତକାଲି ସନ୍ଧ୍ୟାରେ। ତେବେ ମିଳିଥିବା ସୂଚନା ଅନୁସାରେ ବାରଙ୍ଗ ବ୍ଲକ ନିକଟରେ ଭୁବନେଶ୍ୱରରୁ କଟକ ଯାଉଥିବା 18 ନମ୍ବର ଆମ ବସ୍ କଟକ ରାଣୀହାଟ ବେହେରା ସାହିରେ ଶୁଭେନ୍ଦୁ କୁମାର ପରିଡ଼ାକୁ ପଛପଟୁ ଧକ୍କା ଦେଇଥିଲା, ଯାହାଫଳରେ ଘଟଣାସ୍ଥଳରେ ଶୁଭେନ୍ଦୁଙ୍କ ଜୀବନ ଚାଲିଯାଇଥିଲା। ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇବା ପରେ କଟକ ଭୁବନେଶ୍ୱର ଯାତାୟାତ ଠପ୍ ହୋଇଯାଇଥିଲା। ତେବେ ଆମ ବସ୍ ଏଭଳି ବାରମ୍ବାର ଲୋକଙ୍କ ଉପରେ ଚଢ଼ାଇ ଜୀବନ ନେଉଥିବା କାରଣରୁ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ବସ୍ର କାଚ ଭାଙ୍ଗିବା ସହିତ ଗାଡ଼ି ଅଟକାଇ ଡ୍ରାଇଭରକୁ ମାଡ଼ ମାରିବା ପାଇଁ ପଛେଇ ନଥିଲେ। ସ୍କୁଲ ପିଲାଙ୍କ ପାଇଁ ବଡ଼ ଖବର।
जुलाई 16 रु 23 पर्यंत स्कूल छुट्टी निर्देश नियम न मानिले कड़ा कार्यानुष्ठान नियाजिबो। जिलापाल निर्देश एथर समस्त स्कूल बंद रहिबो। तेबे निर्देश अनुसार यूपी सीबीएसई बोर्ड द्वारा स्वीकृति प्राप्त स्कूल मध्य प्रयुक्त हेबो। तेबे जदि सरकारी बेसरकारी स्कूल खोला जाए सेमानक विरोध में कड़ा कार्यानुष्ठान नियाजिबो। काउडी यात्रा जोगु एभली घटना घटिबो। तेबे कहुଯାଉଛି जे सरकार स्तर एटा केवल ओडिशा रे नुहे बाहर राज्य रे एटा चलिबो। एटा केवल जिलापाल निर्देश अनुसार मुजफ्फरनगर रे उत्तर प्रदेश रे ए स्कूल सब बंद रहिबो। पुणी बढ़िला सुना रेट 24 कैरेट किणिले देबाकू पड़िबो आपनकू एतिकी टंका। सुना किणिबाकू जाउथिले नजर पकातु। प्रथमे ओडिशा रे सुनार दर केते रहिछि। भारतीय बजार 24 कैरेट सुनार मूल्य एबे 69,710 टंका रहिछि। मात्र आउ 150 टंका लक्ष्य छुइबो। 22 कैरेट सुनार दर एबे 91,400 टंका रहिछि। सेहि पळी मध्ये 24 कैरेट सुनार दर मध्ये दिल्ली रे रहिछि 69,710 टंका। 22 कैरेट मूल्य 91,400 टंका रही। तेबे कहुଯାଉଛି रूपा एका संगे 5,000 टंका बढ़ी। रूपा किलो एबे 1,15,000 टंका पहुंची। राज्य में बन्या जोगु परिस्थिति असंभाल। तेबे आकाश छुईला परिबा दर हु बढ़ुची परिबा दर सबकि 80 रु 90 टंका। 500 टंकार बैग खुलू नाही। तेबे 1 नंबर मार्केट रे देखा मिली एभली स्थिति। देश में कोटी कोटी कृषक को पीएम किसान योजना रे 20तम किस्ती अपेक्षा करिसंती। तेबे जून मासरे टंका आसीबार थिला। एपर्यंत अकाउंट को टंकाटे आसी नाही। ए योजना रे गरीब कृषक मानक प्रति वर्ष सरकार आर्थिक 6,000 टका सहायता करुचंती। प्रति 4 मास को थरे 2,000 टका सीधा सड़क चाषी अकाउंट को जाउची। किंतु एई थरिक 20तम किस्ती मिली नाही। जाफल सरकार स्तर घोषणा कराई जे आपण ई-केवाईसी कर दियंतु। pmkisan.gov.in के जाई होम पेज रे आपण माने फार्मर कॉर्नर को ऑप्शन को जाई आपण निजर नंबर दे रजिस्ट्रेशन करी ई-केवाईसी कर दियंतु। जदि न करि पाछन तुरंत जनसेवा केंद्र को जाई आपण ई-केवाईसी कर दियंतु। जाफल आपण को मध्ये टंका आसीबो। कोइ जे 20तम किस्ती एई 18 तारिख रे मिलिबा पई सरकार घोषणा करिसंती। मिलिबो मागणा बिजुली। एने कि सरकारଙ୍କର बड़ घोषणा। 100 यूनिट मागणा बिजुली मिलिबो। खूब शीघ्र लोकों को ए योजना रे अंतर्भुक्त करा जिवो। तबे केउ राज्य रे मिलिबो चालंतु जानिबा। निर्वाचन एबे अछि बिहार रे। नीतीश सरकार जनता को बड़ उपहार देउचंती। बिहार रे जनता को 100 यूनिट बिजुली बिल मागणा मिलिबा पई जाउची। नीतीश सरकार खूब शीघ्र ए प्रस्ताव को पास करिया पई जाउचंती। जहा फल रे एथर जनता पाइबे 100 यूनिट मागणा बिजुली। अभिभावक को टंका पठाइबे योगी सरकार। तेबे उत्तर प्रदेश योगी आदित्यनाथ सोमवार दिन जुलाई 14 तारिख में मौलिक शिक्षा विभाग उच्च स्तरीय समीक्षा करते। तेबे एई बैठक में मुख्यमंत्री कथा होइतिले जे 6 रु 14 वर्ष बयसर गोटे पिला भी स्कूल वंचित हेबा उचित नुहे। स्कूल परिचालना कमिटी एहाकू सुनिश्चित करिबा उचित। ए दिगरे स्कूल चलो अभियान को प्रभावशाली भाव में कार्यकारी करिबा उचित। तेबे राज्य में प्राथमिक शिक्षार गुणात्मक मान को आहुरी उन्नत करा जिवो। छात्र छात्री मान को यूनिफॉर्म जोता मोजा स्टेशनरी एवं अध्ययन सामग्री एवं 1200 टंकार सहायता राशि प्रदान करा जिवो। छात्र पिता माता बैंक अकाउंट को डीबीडी माध्यम टंका स्थानांतर करा जिवो। तबे एही कार्य स्वच्छता एवं समन्वय वर्तिता सहित हेबो बोली कुआ जाउची। जीएसटी ह्रास चली प्रस्तुति। मध्यवर्ग को मिलिबो बड़ उपहार। तबे मध्यवर्ग को मिलुची बड़ उपहार बोली सरकार घोषणा करिसंती। दीर्घ 8 वर्षर पुराना जीएसटी ढांचारे समीक्षा करुचंती। जेउथरे खास करी 12% टैक्स स्लैब को वस्तु गुड़िक उपर रिहाती देबा पई विचार करुचंती। तबे ए नै कि दैनंदिन जीवन में आवश्यकता आसुची। जहा फल रे आचार घी जाम चटनी फ्रूट जूस पैड़ पानी टूथपेस्ट साइकिल छत्ता मोबाइल फोन एवं प्रोसेसड फूड जोता पोशाक आदि रिहाती रे मिलिबो। बहुत मात्रा रे कम टंकार मिलिबो। सरकार भाबुचंती एही सब उत्पाद उपरे शुल्क ह्रास कले लोकों पॉकेट उपर बोझ कमिबो। एपरि जिनिसर चाहिदा मध्ये बढ़िबो। एणु अर्थ व्यवस्था को नुआ बल मध्ये मिलिबो। एतिरे एबे कुआ जाउची जे टर्म इंश्योरेंस प्लान उपरे 18% जीएसटी लागुची। तबे सरकार एहा को 12% को आनिया पई योजना करूचंती। जहा फल रे गुटे मध्यवित्त गरीब लोक पई खुशी खबर।
ବିଟକଏନ୍ର ମୂଲ୍ୟ 1 କୋଟି ଟଙ୍କା ପାର ଭାଙ୍ଗିଗଲା ସମସ୍ତ ରେକର୍ଡ। ତେବେ ବିଟକଏନ୍ର ମୂଲ୍ୟ ପାଖାପାଖି 1.18 ଲକ୍ଷ ଡଲାର ଅର୍ଥାତ୍ 1 କୋଟି ଟଙ୍କା ପାର ହୋଇଛି ଭାରତୀୟ ମୁଦ୍ରାରେ। ତେବେ ଅଭୂତପୂର୍ବ ମୂଲ୍ୟ ବୃଦ୍ଧି କରି ବିଟକଏନ୍ ବିଶ୍ୱର ସବୁଠାରୁ ଲୋକପ୍ରିୟ ଏବଂ ଅଧିକ ଚର୍ଚ୍ଚିତ କ୍ରିପ୍ଟୋ କରେନ୍ସି ଭାବରେ ସୁଦୃଢ଼ କରିଛି। ବିଶେଷଜ୍ଞଙ୍କ ମତରେ ବିଟକଏନ୍ ଏହି ମୂଲ୍ୟ ବୃଦ୍ଧିର ବିଶ୍ୱବ୍ୟାପୀ ବିନିଯୋଗକାରୀଙ୍କ ବିଶ୍ୱାସ ସୀମିତ ଏବଂ ଯୋଗାଣ ଏବଂ କ୍ରିପ୍ଟୋ କରେନ୍ସି ବଜାର ବୃଦ୍ଧି ପାଉଥିବା ଆଗ୍ରହ ଭୂମିକା ଗ୍ରହଣ କରିଛି। ତେବେ ଆଉ ଗୋଟିଏ ମଧ୍ୟ ବଡ଼ କଥା, ଭାରତରେ ବିଟକଏନ୍ ଅନ୍ୟାନ୍ୟ କ୍ରିପ୍ଟୋ କରେନ୍ସି ଅବୈଧ ନୁହେଁ, ଏହାର ଅଣନିୟନ୍ତ୍ରିତ ଅଟେ। ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବାକୁ ଚାହୁଁଥିବା ବେଳେ ବର୍ତ୍ତମାନ କ୍ରିପ୍ଟୋ ବ୍ୟବସାୟରୁ ହେଉଥିବା ଲାଭ ଉପରେ 30% ଟିକସ ଏବଂ 1% TDS ମଧ୍ୟ ଲାଗୁ ହେଉଛି। ରୁଷରୁ ତେଲ କିଣିବା ପାଇଁ ମିଳିବ ଦଣ୍ଡ, ଭାରତ ଉପରେ 500% ଶୁଳ୍କ ଲାଗୁ କରିବେ ଟ୍ରମ୍ପ। ତେବେ ଦୁଇ ବଡ଼ ଆମେରିକୀୟ ନେତା ଲିଣ୍ଡସେ ଗ୍ରାହାମ ଏବଂ ରିଚାର୍ଡ ବୁଲମେନ୍ଥଲ ମିଳିତ ଭାବରେ ଏକ ବିଲ୍ ଆଗତ କରିଛନ୍ତି, ଯେଉଁଥିରେ ରୁଷରୁ ତେଲ ଏବଂ ୟୁରାନିୟମ କିଣୁଥିବା ଦେଶମାନଙ୍କ ଉପରେ ଅଧିକ ଟିକସ ଲାଗୁ କରିବା ବିଷୟରେ ଆଲୋଚନା କରାଯାଇଛି। ଏଥିରେ ବିଶେଷ କରି ଭାରତ ଚୀନ ଅନ୍ତର୍ଭୁକ୍ତ, ଯେଉଁମାନେ ରୁଷରୁ 70% ଶକ୍ତି ଉତ୍ପାଦକ କିଣନ୍ତି। ତେବେ ଏହି ବିଲ୍କୁ 2025 ସାଂସନି ରୁଷିଆ ଆକ୍ଟ ନାମ ଦିଆଯାଇଛି। ଏହି ବିଲ୍ ଅନୁଯାୟୀ ଯଦି କୌଣସି ରୁଷରୁ ତେଲ, ଗ୍ୟାସ୍, ୟୁରାନିୟମ କିଣନ୍ତି ତେବେ ସେହି ଦେଶରୁ ଆମେରିକା ଆସୁଥିବା ସାମଗ୍ରୀ 500% ଟିକସ ମଧ୍ୟ ଲାଗୁ କରାଯିବ ବୋଲି କୁହାଯାଉଛି। ଲଘୁଚାପ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ଆଇଏମ୍ଡି ଆକଳନ କରିଛି। ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଲଘୁଚାପ ପ୍ରଭାବରେ ଓଡ଼ିଶାର ବନ୍ୟା ସ୍ଥିତି ଉପୁଜିପାରେ ବୋଲି ସୋମବାର ଦିନ ଆକଳନ କରିଛନ୍ତି। ଅବପାତ ଜନିତ ବନ୍ୟା ସ୍ଥିତି ଯୋଗୁଁ ଆଇଏମ୍ଡି ଡିଜି ମାଧ୍ୟମକୁ ଜଣାଇଛନ୍ତି, ଆଜି ଉତ୍ତର ଓଡ଼ିଶା, କାଲିଠୁ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ। କେତୋଟି ସ୍ଥାନରେ 20 ସେଣ୍ଟିମିଟରରୁ ଅଧିକ ପ୍ରବଳ ବର୍ଷା ହେବ। ସୁବର୍ଣ୍ଣରେଖା ବୁଢ଼ାବଳଙ୍ଗ ଅବବାହିକାରେ ପୁଣି ବର୍ଷା ହେବ। ଉପକୂଳଠୁ ପାରାଦୀପ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ବୋଲି କୁହାଯାଉଛି। ତେବେ ସମ୍ବଲପୁର ପର୍ଯ୍ୟନ୍ତ ବର୍ଷିବ। ସମୁଦ୍ର ଅଶାନ୍ତ ରହିବ। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରେ ଯିବା ପାଇଁ ବାରଣ ମଧ୍ୟ କରାଯାଇଛି। ସ୍ଥଳଭାଗରେ 30ରୁ 50 କିଲୋମିଟର ବେଗରେ ପବନ ବହିବ। କୃଷି ପାଇଁ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ପୁରସ୍କାର, ଲୋକସଭା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ। କୃଷି ପାଇଁ ଓଡ଼ିଶାକୁ ମିଳିଥିବା ଶ୍ରେଷ୍ଠ ରାଜ୍ୟ ପୁରସ୍କାର ମିଳିଥିଲା। ଆଜି ପୁରସ୍କାରକୁ ମୁଖ୍ୟମନ୍ତ୍ରୀଙ୍କୁ ଦେଖାଇଛନ୍ତି ଉପମୁଖ୍ୟମନ୍ତ୍ରୀ। ଲୋକସଭା ଭବନଠାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ଦେଓସିଂ କୃଷି ପାଇଁ ଓଡ଼ିଶାକୁ ମିଳିଥିବା ଶ୍ରେଷ୍ଠ ରାଜ୍ୟ ପୁରସ୍କାରକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରଦର୍ଶନ କରିଛନ୍ତି। ଓଡ଼ିଶା ପାଇଁ ଗର୍ବର ପୁରସ୍କାର ଦେଖି ମୁଖ୍ୟମନ୍ତ୍ରୀ ଖୁସି ହୋଇଛନ୍ତି। ପ୍ରକାଶ ଥାଉକି ଏଗ୍ରିକଲଚର ଟୁଡେ ଗ୍ରୁପ ଦ୍ୱାରା ପ୍ରତିଷ୍ଠିତ ଏବେ ପ୍ରଥମ ଏଗ୍ରିକଲଚର ଲିଡରସିପ୍ ସମ୍ମିଳନୀରେ ଏଗ୍ରିକଲଚର ଲିଡରସିପ୍ ଆୱାର୍ଡ ସମ୍ମାନିତ ହୋଇଛି। କୃଷି ଏବଂ କୃଷକଙ୍କୁ ସଶକ୍ତିକରଣ କରିବା ପାଇଁ ଶକ୍ତି ମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଏହି ପୁରସ୍କାର ଗ୍ରହଣ ମଧ୍ୟ କରିଥିଲେ। ଇଲେକ୍ଟ୍ରିକ୍ ଟ୍ରକରେ ମିଳିବ 10 ଲକ୍ଷ ଟଙ୍କାର ସବସିଡି। ପରିବେଶ ସୁରକ୍ଷା ପରିବହନ କ୍ଷେତ୍ରରେ ନୂଆ ବିପ୍ଳବ ଆଣିବା ପାଇଁ ଭାରତ ସରକାର ଇଲେକ୍ଟ୍ରିକ୍ ଟ୍ରକ୍ କିଣିବା ଉପରେ ଆକର୍ଷଣୀୟ ସବସିଡି ଯୋଜନା ଆରମ୍ଭ କରିଛନ୍ତି। ପିଏମ୍ ଇ ଡ୍ରାଇଭ୍ ଯୋଜନା ଅଧୀନରେ ଇଲେକ୍ଟ୍ରିକ୍ ଟ୍ରକ୍ କିଣୁଥିବା ଗ୍ରାହକମାନେ ପାଖାପାଖି 9.6 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବସିଡି ମଧ୍ୟ ନେଇପାରିବେ। ଏହି ଯୋଜନା ଜୁଲାଇ 2025ରୁ କାର୍ଯ୍ୟକାରୀ ହୋଇଛି, ଯାହାକି ବ୍ୟବସାୟ ଶିଳ୍ପମାନଙ୍କ ପାଇଁ ଅତ୍ୟନ୍ତ ବୃହତ ଯୋଗ୍ୟ ସୁଯୋଗ ବୋଲି କୁହାଯାଉଛି। ତେବେ ଚାଲନ୍ତୁ ଯୋଜନା ବିଷୟରେ ଜାଣିବା। ପ୍ରଥମେ ତ ସୁଭଦ୍ରା ଯୋଜନା ଆଉ 20 ଦିନ ପରେ ମିଳିବା ପାଇଁ ଯାଉଛି। ଅଗଷ୍ଟ 9 ତାରିଖ ରକ୍ଷାବନ୍ଧନ ଦିନ ସୁଭଦ୍ରାର ତୃତୀୟ କିସ୍ତି ମିଳିବା ପାଇଁ ଯାଉଛି। ଯେଉଁମାନେ ପ୍ରଥମ ଦ୍ୱିତୀୟ କିସ୍ତି ପାଇନାହାନ୍ତି ସେମାନେ ଏକା ସାଙ୍ଗରେ 3ଟି କିସ୍ତି ପାଇବେ। କିଛି ଅଯୋଗ୍ୟ ହିତାଧିକାରୀ ମାନେ ପ୍ରଥମ କିସ୍ତି ହାତେଇଥିଲେ। ଏନେଇ ସମ୍ବଲପୁର IIM କଲେଜର ଷ୍ଟୁଡେଣ୍ଟ ମାନେ ଭେରିଫିକେସନ ମଧ୍ୟ କରୁଛନ୍ତି। ପ୍ରକୃତରେ ଯୋଗ୍ୟ ହିତାଧିକାରୀଙ୍କୁ ରଖାଯିବ, ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦିଆଯିବ ବୋଲି ସରକାର କହିଛନ୍ତି। ତା ସହିତ ମଧ୍ୟ ସ୍ୱୟଂ ସହାୟକ ମହିଳାଙ୍କ ପାଇଁ ଖୁସି ଖବର, ସରକାର ଦେଲେ 1 ଲକ୍ଷ ଟଙ୍କା ଋଣ, ସେ ପୁଣି ବି ବିନା ସୁଧରେ। ଲକ୍ଷପତି ଦିଦି ଯୋଜନା ଆଶାରେ ସରକାର ମହିଳାମାନଙ୍କୁ ସୁବିଧା ଯୋଗାଉଛନ୍ତି। ତେବେ ରାଜ୍ୟରେ ଏବେ 8 ଲକ୍ଷ ମହିଳା ଲକ୍ଷପତି ଦିଦି ବନି ସାରିଲେଣି। ସରକାର ଲକ୍ଷ୍ୟ ରଖିଛନ୍ତି 2 ବର୍ଷ ଭିତରେ ରାଜ୍ୟରେ 25 ଲକ୍ଷ ମହିଳା ଲକ୍ଷପତି ଦିଦି ବନି ସାରିଥିବେ। ଭତ୍ତା ଟଙ୍କାକୁ ନେଇ ବଡ଼ ଅପଡେଟ୍। ଜୁନ୍ ମାସରେ 80 ବର୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ଭତ୍ତା ଟଙ୍କା ମିଳିଛି। ତାଙ୍କ ଭିତରୁ 80 ବର୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀ କିଛି ଲୋକ ରହିଯାଇଛନ୍ତି। ତୁରନ୍ତ ନିଜର ଡକୁମେଣ୍ଟ ନେଇ ଜନସେବା କେନ୍ଦ୍ରରେ ପହଞ୍ଚନ୍ତୁ, EKYC କରିଦିଅନ୍ତୁ, ଯାହାଫଳରେ ଆପଣଙ୍କୁ ମଧ୍ୟ ଟଙ୍କା ଆସିବ। 60 ବର୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ଭତ୍ତା ଟଙ୍କା ବଢ଼ିବା ନେଇ ସେପଟେ ସରକାରୀ ସ୍ତରରେ ଆଲୋଚନା ମଧ୍ୟ ଚାଲିଛି। ଖୁବ୍ ଜଲ୍ଦି ମଧ୍ୟ ଭତ୍ତା ଟଙ୍କା ବଢ଼ିବ ବୋଲି ସରକାର କହିଛନ୍ତି। ତେବେ ଇଏ ଥିଲା ଆଜିର ଦେଶ ବିଦେଶ ରାଜ୍ୟର କିଛିଟା ଗୁରୁତ୍ୱପୂର୍ଣ୍ଣ ଖବରଟି ଭଲ ଲାଗିଥିଲେ ଭିଡିଓକୁ ଲାଇକ୍ କରିବା ସହିତ ଚ୍ୟାନେଲ ନୂଆ ଥିଲେ ସବସ୍କ୍ରାଇବ ମଧ୍ୟ କରିଦେବେ।
ତା ସହିତ ଆଜି ସନ୍ଧ୍ୟାବେଳର ଖବର ଦେଖିବା ପାଇଁ ମଧ୍ୟ ଭୁଲିବେ ନାହିଁ। ଜୟ ଜଗନ୍ନାଥ।